ଆଣିଦେଲା କୁଆପଥର ବର୍ଷା। ଦୈବ ଦାଉ ସାଧିଦେଲା ପାଟଣା ଅଞ୍ଚଳରେ। ସତେଅବା ଭଗବାନଙ୍କ କୋପଦୃଷ୍ଟି ପଡ଼ିଯାଇଛି ଏହି ଅଞ୍ଚଳରେ। ନିଷ୍ଠୁରତାର ପରିବେଶ ସୃଷ୍ଟି କରି ଆକାଶରୁ ମୁକ୍ତା ବିନ୍ଦୁର ରୂପ ନେଇ ମାଟି ଉପରେ ଦାଉ ସାଧିଲା ଆକାଶ ଗର୍ଭର କୁଆପଥର ମାଡ଼। କୁଆପଥର ମାଡ଼ର ଏମିତି ପ୍ରଭାବ ଉଗ୍ର ରୂପ ନେଲା ଯେ ଘରଦ୍ୱାର ଭାଙ୍ଗି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲା। କୁଆପଥର ମାଡ଼ରେ ଅନେକ ଘର ଛପର ଭାଙ୍ଗି ଯାଇଥିବା ବେଳେ ବାହାରେ ରଖିଥିବା ଗାଡ଼ି ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା। କୁଆପଥର ବୃଷ୍ଟି ପରେ ବାହାରକୁ ଆସିଲେ ଦେଖାଯାଏ ଏକ କରୁଣ ଭରା ପରିବେଶ। ଚତୁର୍ଦିଗରେ ଦେଖାଯାଉଥାଏ କୁଆପଥରର ଶଯ୍ୟା ଆଉ କ୍ଷୟକ୍ଷତି ଘଟାଇ ଦେଇଥିବା ଏକ ଦାରୁଣ ରୂପରେଖ। ଏହି ଦୃଶ୍ୟ ହେଉଛି ନିକଟରେ ଘଟିଯାଇଥିବା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶିରେ ହୋଇଯାଇଥିବା କୁଆପଥର ବୃଷ୍ଟିର ହୃଦୟ ବିଦାରକ ଦୃଶ୍ୟ। କୁଆପଥର ମାଡ଼ରେ ଘରର ଆଜବେଷ୍ଟସ୍ ଭାଙ୍ଗି ଯାଇଥିବା ବେଳେ ଅନେକ ଗାଡ଼ି ମଟରକୁ ମଧ୍ୟ କୁଆପଥର ମାଡ଼ କରି କ୍ଷୟକ୍ଷତି ଘଟାଇ ଦେଇଛି। ପନିପରିବା ଚାଷର ଅବସ୍ଥା ନ କହିଲେ ଭଲ। କୁଆପଥର ମାଡ଼ରେ ଏ ଅଞ୍ଚଳରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘରର ଛପର ଭାଙ୍ଗିଯାଇ ଅନେକ ପରିବାରକୁ ଦୁଃଖ ଦେଇ ଚାଲିଯାଇଛି କୁଆପଥର ବର୍ଷା। କେମିତି ପରିବାରକୁ ନେଇ ଘରେ ରହିବେ ସେହି ଚିନ୍ତାରେ ଅତିଷ୍ଠ ହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରି ସରକାରଙ୍କୁ ଗୁହାରି ଜଣାଇଥିଲେ। କୁଆପଥର ମାଡ଼ରେ କ୍ଷୟକ୍ଷତି ହୋଇଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦେଇ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା କରାଯାଉ ବୋଲି ଶତାଧିକ କ୍ଷତିଗ୍ରସ୍ତ ରାସ୍ତା ଅବରୋଧ କରିଥିଲେ। ଏହି ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବା ଯୋଗୁଁ କେତେ ଶୀଘ୍ର ସରକାର ଏହାର ସମାଧାନ କରିବେ କେବଳ ସେହି ଅପେକ୍ଷାରେ କ୍ଷତିଗ୍ରସ୍ତ ପରିବାର। ଏହାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ର ରୂପ ନେଇପାରେ ବୋଲି ଅବରୋଧକାରୀ ଚେତାବନୀ ଦେଇଛନ୍ତି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।